ସକାଳେ ମୁହାଁମୁହିଁ ଝଗଡ଼ା, ରାତିରେ ଲଗାଇଦେଲେ ନିଆଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ ଝଗଡ଼ାର ଉଗ୍ର ରୂପ। ଝଗଡ଼ାର ପରିଣତି ଏତେ ଉଗ୍ର ରୂପ ନେଲା ଯେ ଶେଷରେ ଘରକୁ ନିଆଁ ଲଗାଇଦେଲେ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ପିପିଲି ବ୍ଲକ ସାତଶଙ୍ଖ ନିକଟ କୁଆଁରସର ଗାଁରୁ। ସଠିକ୍ ସମୟରେ ସାତଶଙ୍ଖ ଫାଣ୍ଡି ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଅନେକ ଆସବାବପତ୍ର ବାହାରକୁ କାଢ଼ି ଆଣିଥିଲେ। ଏପଟେ ପିପିଲି ପୋଲିସ ଏ ଘଟଣାକୁ ଗୁରୁତର ସହ ନେଇ ଉଭୟ ପକ୍ଷର କିଛି ଲୋକଙ୍କୁ ପିପିଲି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ନିଆଁ ଲଗାଇ ଘରର ପିଲାଙ୍କ ପାଠପଢ଼ା ବହିଠାରୁ ଆରମ୍ଭ କରି ଟଙ୍କା ପଇସା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ସୂଚନା। ଘରର ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ମନ୍ଦିର ଜାଗାରେ ଘର କରିବାକୁ ନେଇକି ଉଭୟ ପରିବାରଙ୍କ ମଧ୍ୟରେ ପୂର୍ବରୁ ଲାଗି ରହିଛି ବିବାଦ। ସକାଳେ ମୁହାଁମୁହିଁ ଝଗଡ଼ା, ରାତିରେ ଲଗାଇଦେଲେ ନିଆଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ ଝଗଡ଼ାର ଉଗ୍ର ରୂପ। ଝଗଡ଼ାର ପରିଣତି ଏତେ ଉଗ୍ର ରୂପ ନେଲା ଯେ ଶେଷରେ ଘରକୁ ନିଆଁ ଲଗାଇଦେଲେ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ପିପିଲି ବ୍ଲକ ସାତଶଙ୍ଖ ନିକଟ କୁଆଁରସର ଗାଁରୁ। ସଠିକ୍ ସମୟରେ ସାତଶଙ୍ଖ ଫାଣ୍ଡି ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଅନେକ ଆସବାବପତ୍ର ବାହାରକୁ କାଢ଼ି ଆଣିଥିଲେ। ଏପଟେ ପିପିଲି ପୋଲିସ ଏ ଘଟଣାକୁ ଗୁରୁତର ସହ ନେଇ ଉଭୟ ପକ୍ଷର କିଛି ଲୋକଙ୍କୁ ପିପିଲି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ନିଆଁ ଲଗାଇ ଘରର ପିଲାଙ୍କ ପାଠପଢ଼ା ବହିଠାରୁ ଆରମ୍ଭ କରି ଟଙ୍କା ପଇସା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ସୂଚନା। ଘରର ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ମନ୍ଦିର ଜାଗାରେ ଘର କରିବାକୁ ନେଇକି ଉଭୟ ପରିବାରଙ୍କ ମଧ୍ୟରେ ପୂର୍ବରୁ ଲାଗି ରହିଛି ବିବାଦ। ବ୍ୟୁରୋ ରିପୋର୍ଟ, ପିପିଲି ନ୍ୟୁଜ୍।